Okay. Hello dear students, welcome to my Odia classes. ଆଜି ଆମେ କ୍ଲାସ୍ 9ର ଇତିହାସ ଓ ରାଜନୀତି ବିଜ୍ଞାନର ଆମର ଯେଉଁ ଏକ୍ଜାମ୍ ବାର୍ଷିକ ପରୀକ୍ଷା ଆସୁଛି କ'ଣ ସବୁ କୋଶ୍ଚିନ୍ ଇମ୍ପୋର୍ଟାଣ୍ଟ ଆସିବ ସେ ବିଷୟରେ ଡିସ୍କସନ୍ କରିବା। ସବଜେକ୍ଟିଭ୍ ବେସିକାଲି ଆଜି ସବଜେକ୍ଟିଭ୍ ବିଷୟରେ ଡିସ୍କସନ୍ କରିବା। ସବଜେକ୍ଟିଭ୍ ଇମ୍ପୋର୍ଟାଣ୍ଟ ସବଜେକ୍ଟିଭ୍। ଆରମ୍ଭ କରିବା ପୂର୍ବରୁ ମୁଁ ଆମର ପିଲାମାନଙ୍କୁ କହୁଛି, ଯେଉଁମାନେ ଏ ଚ୍ୟାନେଲରେ ନୂଆ ଦେଖୁଛ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖ ଆଉ ବେଲ୍ ନୋଟିଫିକେସନ୍କୁ ଅନ୍ କରିକି ରଖ। ଯେବେ ବି ମୁଁ ଭିଡ଼ିଓ ଛାଡ଼ିବି, ସକାଳ ତ ସବୁବେଳେ ପହଞ୍ଚୁଛି ଭିଡ଼ିଓ ସକାଳ 6ଟାରେ, ସକାଳ 6ଟାରୁ ପାଇଯିବେ। ସକାଳ 6ଟାରେ ମିଳିଯିବ କ୍ଲାସ୍। ଆଉ ଅପଡ଼େଟ୍ ପାଇଁ ରେଗୁଲାର ଅପଡ଼େଟ୍ ତୁମେ ଟେଲିଗ୍ରାମ ଚ୍ୟାନେଲରେ ପାଇଯିବ। ଟେଲିଗ୍ରାମ ଚ୍ୟାନେଲରେ କୋଶ୍ଚିନ୍ ଛଡ଼ା ହେଉଛି, କୋଶ୍ଚିନ୍ ରିଭିଜନ୍ କରିପାରିବ, ପଚାରିପାରିବ। ଏଇ ଚ୍ୟାନେଲରେ ଜଏନ୍ ହେଇଯାଅ। ଟେଲିଗ୍ରାମ ଚ୍ୟାନେଲରେ ଯେଉଁମାନେ ବହୁତ ଭଲ ପିଲାମାନେ ଅଛନ୍ତି, ଭଲ ପିଲାମାନଙ୍କ ସାଥିରେ ପଢ଼ିଲେ ଭଲ ପଢ଼ିପାରିବ। ଆଉ ଡିସ୍କସନ୍ ହେଉଛି, ଆଉ ଆମର ରିୱାର୍ଡ଼ସ୍ ୱିକଲି ରିୱାର୍ଡ଼ସ୍ ବି ମିଳିବ। ଯେଉଁମାନେ ଫାର୍ଷ୍ଟ ସେକେଣ୍ଡ ଥାର୍ଡ଼ ହେବେ, ଫାର୍ଷ୍ଟ ସେକେଣ୍ଡ ଆଉ ଥାର୍ଡ଼ ଆମର ପ୍ରତି ସଣ୍ଡେରେ ପ୍ରତି ୱିକଲି ଟେଷ୍ଟ ରହୁଛି। ୱିକଲି ଟେଷ୍ଟରେ ଯେଉଁମାନେ ଭାଗ ନେବ, ଓକେ, ୱିକଲି ଟେଷ୍ଟରେ ଯେଉଁମାନେ ଭାଗ ନେବ, ଯେଉଁମାନେ ଲକି ଫାର୍ଷ୍ଟ ସେକେଣ୍ଡ ଥାର୍ଡ଼ ହେବ, ତାଙ୍କୁ ପାଇଁ ରିୱାର୍ଡ଼ ରହିଛି। ଏହାର ଅପଡ଼େଟ୍ ଟେଲିଗ୍ରାମ ଚ୍ୟାନେଲରେ ମିଳିଯିବ। ଆଉ ଟେଲିଗ୍ରାମ ଚ୍ୟାନେଲରେ ଦିଆଯାଉଛି ଏହାର ରିୱାର୍ଡ଼ସ୍। ଯେଉଁମାନେ ପଢ଼ିବାକୁ ଚାହୁଁଛ, ଆମର ଆପ୍ଲିକେସନ୍ ରହିଛି ପ୍ଲେ ଷ୍ଟୋରରେ। ଆପ୍ଲିକେସନରେ ମ୍ୟାଥ୍, ସାଇନ୍ସ, ହିଷ୍ଟ୍ରି ଆଣ୍ଡ ଜିଓଗ୍ରାଫି ଏସବୁ କ୍ଲାସ୍ କରିପାରିବ। ଏହାର କମ୍ପିଟିସନ୍ ବି ଦେଇପାରିବ। କୋଶ୍ଚିନ୍ ଆନ୍ସର ଡିସ୍କସନ୍ ରହିଛି, ସବୁ କରାଯାଇଛି। ଏହାର ରେକର୍ଡ଼େଡ଼ କ୍ଲାସ୍ ତୁମେ ଆଭେଲେବୁଲ୍ ହେଇଯିବ ଆପ୍ରେ, ଆପ୍ଲିକେସନରେ ଆଭେଲେବୁଲ୍ ଅଛି ରେକର୍ଡ଼େଡ଼ କ୍ଲାସ୍। ପୁରା ସିଲାବସ୍ ଅନୁଯାୟୀ ତୁମେ ତୁମର କୋର୍ସକୁ ରିଭିଜନ୍ କରିପାରିବ ଆଉ ଠିକ୍ ସମୟରେ ସରାଇ ପାରିବ। ଆଉ VST କୋଶ୍ଚିନ୍ ଦେଇପାରିବ। VST ଭେରି ସିମିଲାର ଟେଷ୍ଟ ଟୁ ଆନୁଆଲ୍ ଏକ୍ଜାମିନେସନ୍ ଦେଇପାରିବ। ପୁରା ନର୍ମାଲ୍ ପ୍ରାଇସ୍ରେ ଅଛି, ପଢ଼ି ନେବ। ଆଉ କ୍ଲାସ୍ 10 ତୁମର ତ ହେବ। 10th ପାଇଁ ବହୁତ ଭଲ ଭାବେ ପ୍ରିପାରେସନ୍ ଆମର କରାହେଉଛି। 10th କ୍ଲାସ୍ ପାଇଁ 10th କ୍ଲାସ୍ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କର। 10th କ୍ଲାସ୍ରେ ତୁମକୁ ବହୁତ ସହଯୋଗ ମିଳିବ ଆମ ଏଇ ମାଇ ଓଡ଼ିଆ କ୍ଲାସେସ୍ ତରଫରୁ। ଓକେ, ଚାଲ ଆରମ୍ଭ କରିବା ଆଜିର ସେସନ୍। ଦେଖିବା କ'ଣ ସବୁ ସବଜେକ୍ଟିଭ୍ କୋଶ୍ଚିନ୍ ଆସିବ। ଦେଖ, ଏଇଟା ତ ତୁମର କାର୍ଯ୍ୟସୂଚୀ ପ୍ରଥମ ଅଧ୍ୟାୟ। ପ୍ରଥମ ଅଧ୍ୟାୟର ଯେଉଁ କୋଶ୍ଚିନ୍ ଅଛି, ତ ବହି ଭିତରୁ କୋଶ୍ଚିନ୍ ଆସିବ। ନୋଟ୍ ବନ୍ୟା ହେଇଛି। ଆମର ନୋଟ୍ ପଢ଼ିବା ପାଇଁ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କର। ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ ହେଇଯାଅ ଶୀଘ୍ର। ଯେଉଁମାନେ ଜଏନ୍ ହେଉଛ ପୁରା ଭଲ ଭାବେ ଜଏନ୍ ହୁଅ। ତୁମେ ଅଧାରୁ ଛାଡ଼ିକି ଯାଅନି, କାହିଁକିନା ଅଧାରୁ ଗଲେ କିଛି କରିପାରିବନି। ଯେଉଁଠି ପଢ଼ୁଛ ପୁରା ଭଲସେ ପଢ଼, ଜଏନ୍ ହୁଅ, ପୁରା ଲାଷ୍ଟ ପର୍ଯ୍ୟନ୍ତ ଦେଖ କ'ଣ ହେଉଛି। ଚାଲ, ଏଇଟା ଏ କୋଶ୍ଚିନ୍ ଇମ୍ପୋର୍ଟାଣ୍ଟ। ଚୀନା ତରଭୁଜର କର୍ତ୍ତନ କହିଲେ କ'ଣ ବୁଝ? ଆଉ ଦକ୍ଷିଣ ଆଫ୍ରିକା, ଏଇ 4ଟି କୋଶ୍ଚିନ୍ରୁ ନିଶ୍ଚିନ୍ତ ଗୋଟେ ଆସିବ। ସବୁଠୁ ବେଶୀ ଇମ୍ପୋର୍ଟାଣ୍ଟ ହେଲା ଚୀନା ତରଭୁଜର କର୍ତ୍ତନ, VI।
ଭେରି ଇମ୍ପୋର୍ଟାଣ୍ଟ। ଭିଆଇ ଚୀନା ତରଭୁଜର କର୍ତ୍ତନ, ଏଇଟାକୁ ଭଲକି ପ୍ରାକ୍ଟିସ୍ କରିକି ଯିବ। ତାପରେ ଦେଖ ଅଫିମ ଯୁଦ୍ଧ କ'ଣ, ଇଣ୍ଡୋ ଚୀନ ଭାବରେ କିଏ ପରିଚିତ, ଉପନିବେଶବାଦ କ'ଣ, ଏଗୁଡ଼ା ସବୁ ଇମ୍ପୋର୍ଟାଣ୍ଟ। ଏଇଟା ପଢ଼ିକି ଯିବ ଗୋଟିଏ ବାକ୍ୟରେ ଏଇଟା ତ ସବୁ ପଢ଼ିକି ଯିବ। 3 ନମ୍ବରଟା ସବୁ ଯାକ, 4 ନମ୍ବରର ସବୁ ଯାକ ପଢ଼ିକି ଯିବ। ଓକେ, ସବୁ ଇମ୍ପୋର୍ଟାଣ୍ଟ। ଏଇଟା ଥରେ ଦେଖିଦେବ ଖାଲି ଆଉ ସବୁ ଯାକ ଆଉ। ତାପରେ ଇଏକୁ ଚାଲ, ପ୍ରଥମ ବିଶ୍ୱଯୁଦ୍ଧ ଯେଉଁ ଅଛି, ପ୍ରଥମ ବିଶ୍ୱଯୁଦ୍ଧରେ ତମର ଯେଉଁ ଅଟ୍ଟୋ ଭନ୍ ବିସ୍ମାର୍କ ସେ ବିଷୟରେ ଟିକେ ପ୍ରାକ୍ଟିସ୍ କରିବ ଭିତରେ। ମୁଁ କେବେ ବହି ଭିତରୁ କହିବି, ମୁଁ ଆଜି ଅନୁଶୀଳନୀରୁ କ'ଣ କ'ଣ ଇମ୍ପୋର୍ଟାଣ୍ଟ ସେଇଟା କହୁଛି। ଚାପ୍ଟର ୱାଇଜ୍ ତ କୁହାଯିବ। ଦେଖ କ'ଣ କୋଶ୍ଚିନ୍ ରହିଛି, ସେଇ ବହି କୋଶ୍ଚିନ୍କୁ ପଢ଼ିକି ଯାଅ, ନିଶ୍ଚିନ୍ତ ଭାବେ ଭଲ କରିବ, କିଛି ଅସୁବିଧା ନାହିଁ। ଚ୍ୟାନେଲଟିକୁ ସବସ୍କ୍ରାଇବ୍ କର, କୋଶ୍ଚିନ୍ ମିଳିବ ଭଲ ଭାବରେ, ତୁମକୁ କୋଶ୍ଚିନ୍ ଦିଆଯିବ। ପ୍ରଥମ ବିଶ୍ୱଯୁଦ୍ଧର ଆସନ କାରଣ, କୂଟନୈତିକ ଚୁକ୍ତି ଛାଡ଼ିନିଅ। ପ୍ରଥମ ବିଶ୍ୱଯୁଦ୍ଧ କି ପ୍ରକାର ସାମାଜିକ ପରିବର୍ତ୍ତନ, ଏଇ ଯେଉଁ ପରିବର୍ତ୍ତନରେ ଏଇଟା ବୈଜ୍ଞାନିକ ପରିଣାମ, ଏଇଟା ବି ପଡ଼ିବ ପରୀକ୍ଷାରେ। ଏଇଟା ସାଂସ୍କୃତିକ ପରିଣାମ, ଏଗୁଡ଼ା ପରିଣାମ ଗୋଟେ ଦେଖିନେବ। ମହିଳାମାନଙ୍କ ଜୀବନରେ କ'ଣ ପରିବର୍ତ୍ତନ ଆସିଲା, ଏଇଟା ଇମ୍ପୋର୍ଟାଣ୍ଟ କୋଶ୍ଚିନ୍, ସବଜେକ୍ଟିଭ। ଏଇଟା ପ୍ରାକ୍ଟିସ୍ କରିକି ଯିବ। ସାଂସ୍କୃତିକ ପରିଣାମ ଭେରି ଭେରି ଇମ୍ପୋର୍ଟାଣ୍ଟ। ତାପରେ 3 ନମ୍ବରଟା ତ ସବୁ ପଢ଼ିକି ଯିବ। 3 ନମ୍ବରଟା ସବୁ ଏଇଟା ଟିକେ ରିଭାଇଜ୍ କରିଦେବ। 4 ନମ୍ବର ସବୁ ପଢ଼ିକି ଯିବ, ସବୁ। ରୁଷ ବିପ୍ଳବରେ ସ୍ୱେଚ୍ଛାଚାରୀ ଶାସନ, ଏଇଟା ଭେରି ଭେରି ଇମ୍ପୋର୍ଟାଣ୍ଟ, ଯେମିତି ହେଲେ କୋଶ୍ଚିନ୍ ଆସିବ, ସବଜେକ୍ଟିଭ ଅବଜେକ୍ଟିଭ। ସାମାଜିକ ବୈଷମ୍ୟ, ଏଇଟା ବି ଇମ୍ପୋର୍ଟାଣ୍ଟ, ଥିଲା ବାଲା ନଥିଲା ବାଲା, ଏଇଟା ବି ପଢ଼ି ନେବ। ବୌଦ୍ଧିକ ଚେତନା, ଏଇଟା ଦ କ୍ୟାପିଟାଲ ବା ଦାସ କ୍ୟାପିଟାଲ କୁହାହେଉଛି, ଏଇଟା ଟିକେ ପଢ଼ି ନେବ। ଭିନ୍ନ ଭିନ୍ନ ଦଳ ଗଠନ, ରୁଷିଆ। ଅପାରଗ ଅମଳାତନ୍ତ୍ର, ମନ ଅଛି ତ? ରକ୍ତାକ୍ତ ରବିବାର, ଏଇଟା ପଡ଼ିବ, ଇମ୍ପୋର୍ଟାଣ୍ଟ। ଏଇଟା ସବୁ। ଜାରିନା ରାସପୁଟିନଙ୍କ ହସ୍ତକ୍ଷେପ, ଏଇଟା ବି ପଢ଼ି ନେବ। କାମଚଳା ସରକାର, କେରେନେସ୍କି ସରକାର, ରୁଷ ବିପ୍ଳବ ଫଳାଫଳ, ରାଜନୈତିକ ଅର୍ଥନୈତିକ ପରିବର୍ତ୍ତନ, ସାମାଜିକ ପରିବର୍ତ୍ତନ, ଏଇଟା ଟିକେ ଟିକେ ପଢ଼ିବ। ଫେବୃଆରୀ ବିପ୍ଳବ ପରବର୍ତ୍ତୀ କାମଚଳା ସରକାର ତାଙ୍କର ଉଦାର ନୀତିରେ କାହିଁକି ବେଶୀ ଦିନ ତିଷ୍ଠି ପାରିଲେ ନାହିଁ, ଏଇଟା 3 ମାର୍କ କୋଶ୍ଚିନ୍ ଆସିବ, ନହେଲେ ଲଙ୍ଗ କୋଶ୍ଚିନ୍ ଆସିବ। ଇଏ ବି ସ୍ୱେଚ୍ଛାଚାରୀ ଶାସନ, ରୁଷ ବିପ୍ଳବର ଅଭ୍ୟାସ ଦୌନ, 4ଟି କୋଶ୍ଚିନ୍ ଅଛି, 4ଟାରୁ ନିଶ୍ଚିନ୍ତ। 2 ନମ୍ବର କାଲମାର୍ସଙ୍କ ଦ୍ୱାରା, ଏ ସବୁ ଟିକେ ଟିକେ ମନେ ରଖିବ। ଏଇଟା ପ୍ରଶ୍ନ ଉତ୍ତର ଭେରି ଭେରି ଇମ୍ପୋର୍ଟାଣ୍ଟ। 3 ନମ୍ବର ତ ସିଲେକ୍ଟ ଦେଇ ହେବନି, ସବୁ MCQ। 4 ନମ୍ବର ସବୁ ପଢ଼ିକି ଯିବ, MCQ। ଚତୁର୍ଥ ଦେଖ, ଶାନ୍ତି ପାଇଁ ପ୍ରାରମ୍ଭିକ ଉଦ୍ୟମ, ଜାତିସଂଘର ଉଦ୍ଦେଶ୍ୟ, ଏଇ 3ଟାଙ୍କ କୋଶ୍ଚିନ୍, 3 ମାର୍କ, ଏଇଟା ପଢ଼ିକି ଯିବ।
ଜାତିସଂଘର ଉଦ୍ଦେଶ୍ୟ ଏଇ ତିନିଟା। ଓକେ। ସଚିବାଳୟ ଟିକେ ଦେଖିଦେବ, ସ୍ଥାୟୀ ଆନ୍ତର୍ଜାତୀୟ ନ୍ୟାୟାଳୟ MCQ କୋଶ୍ଚିନ୍ ଆସିବ। ମୁଁ ଆଜି ସବଜେକ୍ଟ ହିଁ କହିଦେଉଛି, କେବେ MCQ ଆଲୋଚନା କରିବା। ସବଜେକ୍ଟ କୋଶ୍ଚିନ୍ ଆଜି ଚାଲିଛି। ଆଚ୍ଛା, ଏଇଟା ଆସିଲା ଜାତିସଂଘ ପରିଷଦର କ୍ଷମତା। କେଉଁ କାର୍ଯ୍ୟ ଗୁଡ଼ିକରେ ଜାତିସଂଘ ସଫଳତା ପାଇପାରିନଥିଲା ଆଉ ଜାତିସଂଘର ବିଫଳତା ପାଇଁ କେଉଁ ସବୁ ତ୍ରୁଟି। এই ଚାରିଟା। ଜାତିସଂଘର ଉଦ୍ଦେଶ୍ୟ, ଆନ୍ତର୍ଜାତୀୟ ଶ୍ରମ ସଂଗଠନ ଉଦ୍ଦେଶ୍ୟ, ଏଇଟା ଏଇଟା ମନେ ରଖିବ। ଆଲାନ ଦ୍ୱୀପର ସମସ୍ୟା, ଏଇଟା ଇମ୍ପୋର୍ଟାଣ୍ଟ। ଏଇଟା ତ 3, 4 ସବୁ ପଢ଼ିଯିବ MCQ ପାଇଁ। ଆଉ କ'ଣ MCQ ପାଇଁ 3, 4 ସବୁ। ଫାଶୀବାଦ ନାଜିବାଦ, ଫାଶୀବାଦ ଓ ନାଜିବାଦ। ହିଟଲର ଆଉ ମୁସୋଲିନି ଏଙ୍କ ବିଷୟରେ ନିଶ୍ଚିନ୍ତ କୋଶ୍ଚିନ୍ ଆସିବ। ଫାଶୀବାଦର ମୂଳ ଲକ୍ଷ୍ୟ କ'ଣ? ଏଇଟା ଫାଶୀବାଦୀମାନେ ଇଟାଲୀ ଦେଶ କି ପରିବର୍ତ୍ତନ? ହିଟଲର, ଏଇଟା ଇମ୍ପୋର୍ଟାଣ୍ଟ। ଏଇଟା ସେତେ ଇମ୍ପୋର୍ଟାଣ୍ଟ ନାହିଁ, କିନ୍ତୁ ତଥାପି ପଢ଼ିକି ଯିବ ଟିକେ ଆଉ। କିନ୍ତୁ ଏଇଟା VI ଭେରି ଇମ୍ପୋର୍ଟାଣ୍ଟ। କଳାକୃତା ବାହିନୀ କ'ଣ? ଫାଶୀବାଦୀ। ଫାଶୀବାଦ କ'ଣ, ଏହାର ମୂଳ ଲକ୍ଷ୍ୟ? ଏଇଟା କୋଶ୍ଚିନ୍ ଇମ୍ପୋର୍ଟାଣ୍ଟ। ହିଟଲର, ଏଇଟା ଭେରି ଇମ୍ପୋର୍ଟାଣ୍ଟ, VI। ଏଇଟା ସବୁ ପଢ଼ିକି ଯିବ, 3 ନମ୍ବର ସବୁ। ଚାରି ନମ୍ବର ସବୁ। ଦ୍ୱିତୀୟ ବିଶ୍ୱଯୁଦ୍ଧ, ଏଇଟା ଦ୍ୱିତୀୟ ବିଶ୍ୱଯୁଦ୍ଧ କ୍ଷୟକ୍ଷତି। ସ୍ପେନ୍ ଦେଶରେ କେବେ ଗୃହଯୁଦ୍ଧ? ଯୁକ୍ତରାଷ୍ଟ୍ର କାହିଁକି ମିତ୍ର ଶକ୍ତିରେ ଯୋଗ ଦେଲା? ଦ୍ୱିତୀୟ ବିଶ୍ୱଯୁଦ୍ଧ କିପରି ଭାଗ ହେଲା? ଏଇଟା ହିରୋସିମା ନାଗାସାକି ପରମାଣୁ ବୋମା। ଏଇଟା 3 ନମ୍ବର 4 ନମ୍ବର ତ ଇମ୍ପୋର୍ଟାଣ୍ଟ। ଓକେ, ଆଜି ପାଇଁ ଏତିକି। ପାର୍ଟ 2 ଏଇଟା ତୃତୀୟ ଅଧ୍ୟାୟ ପାଠରୁ କୁହାଯିବ। ଆଜି ପାଇଁ ଏଇ ଦ୍ୱିତୀୟ ବିଶ୍ୱଯୁଦ୍ଧ ଯାଏଁ ପଢ଼। ଏଇ ଭିତରେ ପାର୍ଟ 1, ଏଇଟା ପାର୍ଟ 2 କାଲି ଆସିବ ହେଲା। ତ ସାଙ୍ଗମାନଙ୍କୁ ଟିକେ ସେୟାର କରିଦିଅ। ଆମର ଯେତେ ସବୁ ସାଙ୍ଗ ଅଛନ୍ତି ଓଡ଼ିଶା ସାରା, ଯିଏ ଯାହାର ସାଙ୍ଗ ଅଛି ହ୍ୱାଟ୍ସଆପ୍ରେ ଗ୍ରୁପ୍ରେ ସାଙ୍ଗମାନଙ୍କୁ ସେୟାର କରିଦିଅ। ନିଶ୍ଚିନ୍ତ ଭାବେ ଭଲ ତୁମେ କରିବ। ଆଉ ଏହାର ଇମ୍ପୋର୍ଟାଣ୍ଟ କୋଶ୍ଚିନ୍ ଦେଇଦେଲି, ତୁମେ ପଢ଼ିନିଅ। ଏହାର ନୋଟ୍ ଯଦି ପାଇବାକୁ ଚାହୁଁଛ, ଆମର ଆପ୍ଲିକେସନ୍ରେ ଅଛି, ଆପ୍ରେ ମାଇ ଓଡ଼ିଆ କ୍ଲାସେସ୍ ଆପ୍, ମାଇ ଓଡ଼ିଆ କ୍ଲାସେସ୍ PDF ପାଇବ। ଓକେ, ଆଜିର ସେକ୍ସନ୍ ଆଜି ପାଇଁ ଏତିକି। ନେକ୍ସଟ କ୍ଲାସ୍ରେ ଦେଖା ହେବ। ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖ। ରହୁଛି, ଧନ୍ୟବାଦ।